এটা ଗୋଟେ ଯୁଗାନ୍ତକାରୀ ପଦକ୍ଷେପ। ତେଣୁକରି ବହୁତ ଦିନ ଧରି ଏ କାର୍ଡର ଆମର ନିର୍ବାଚନ ପୂର୍ବରୁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତି ଥିଲା ଯେ ଯଦି ଓଡ଼ିଶାରେ ବିଜେପି ସରକାର ଆସେ ତାହେଲେ ଆମେ ଆୟୁଷ୍ମାନ କାର୍ଡ ଲଗେଇବୁ। যেটাকি আয়ুষ্মান কার্ড পাই লোক ওড়িশা দিল্লী এবং পশ্চিমবঙ্গ তিনটা রাজ্যের এ কার্ড লাগু হয়েনଥିଲା যাফଳରେ ওড়িশা লোক যে বাহারে কাম করুলে বা বাহারে যাই চাকরি বাকরি করুলে সেমানে স্বাস্থ্য সেবার বঞ্চিত হউলে। নূয়া করে বিএসওয়াই যে কার্ডটা ଥିଲା যেটা আগুর ଥିଲା সে কার্ডটা কেবল ওড়িশা ভিতরে লাগু হউতলা কিন্তু ওড়িশা বাহারে লাগু নথলা। যেহেতু আমার ওড়িশার বহুত লোক বাহার রাজ্যের কাম করছেন বা বাহার রাজ্যে দাদন করছেন তেমন সেমানে আর সুবিধা সুযোগ পাইপারে না। না সেটা সিধাসলখ পয়সা দিয়া নথলা। ସେଥିରେ ବି ସେଇ ଯେ ମାନେ ନା ନା ଏବେ ବି ସେଇ କଥା ଯେ ହସ୍ପିଟାଲ କୁ ପଇସା ଦିଆଯାଉଥିଲା। ଏବେ ବି ସେଇ ସିଷ୍ଟମ ସବୁ ଲୋକ କଭର ହେଲେ ତାମାନେ ଯେଟା ରହିଲା ବୟସ୍କ ଲୋକଙ୍କ ପାଇଁ 70 ବର୍ଷର ଉର୍ଦ୍ଧ୍ୱ ନାଗରିକ ସେ କାର୍ଡଟା ଫ୍ୟାମିଲି ବେନିଫିଟ ତାଙ୍କ ପରିବାରର ସମସ୍ତେ 5 ଲକ୍ଷ ଟଙ୍କା ବେନିଫିଟ ପାଇବେ। ତାମାନେ ଯେଉଁମାନେ ଏ କାର୍ଡରୁ ବଞ୍ଚିତ ହେଲେ ଏ ଯେଉଁ ଆୟୁଷ୍ମାନ କାର୍ଡରୁ ବା ଗୋପବନ୍ଧୁ କାର୍ଡରୁ ସେମାନେ ଏ ଯେଉଁ ବୟୋବୃଦ୍ଧ କାର୍ଡଟା ହେଲା ସେଇଟାରେ ନିଶ୍ଚିତ ଭାବରେ ଲାଭବାନ ହେବେ। ଏ ବାବଦରେ ମୋର କହିବାକୁ ହେଉଛି ଯେଉଁ ସରକାରଙ୍କର ମାନେ ଇଲେକ୍ସନରେ ଯେଉଁ ସରକାର ପ୍ରତିଶ୍ରୁତି ଦେଇଥିଲେ ଲୋକଙ୍କୁ ଯେ ଆମେ ଆୟୁଷ୍ମାନ କାର୍ଡ ଭାରତ ଯୋଜନା ସରକାର ଆମର ଭାରତୀୟ ଜନତା ପାର୍ଟିର ସରକାର କଲେ ଡବଲ ଇଞ୍ଜିନ ସରକାର ହେଲେ ଆମେ ଏଇଟା କାର୍ଯ୍ୟକାରୀ କରିବୁ। ତାହା ମଧ୍ୟ ସରକାର ଆଜି ସେୟା କରିଛନ୍ତି। ମୋହନ ଚରଣ ମାଝୀଙ୍କୁ ଆମେ ଧନ୍ୟବାଦ ଦେବୁ ଯେ ଗରିବ ଲୋକ ଏବଂ ମଧ୍ୟବିତ୍ତ ପରିବାର ଲୋକ ଏ ବାବଦରେ ଏ କାର୍ଡରେ ଉପକୃତ ହେବେ। ବିଏସକେୱାଇ କାର୍ଡରେ କ'ଣ ବେନିଫିଟ୍ ଥିଲା ତାର ହେଉଛି ଓଡ଼ିଶା ଭିତରେ ହିଁ ସେ କାର୍ଯ୍ୟକାରୀ କରୁଥାଏ କିନ୍ତୁ ଇଏ କ'ଣ ନା ଓଡ଼ିଶା ବାହାରେ ଅଲଗା ଅଦର ଷ୍ଟେଟ୍ରେ ଇଏ କାର୍ଯ୍ୟକାରୀ କରିବ ନା ସେମିତି କିଛି ନାହିଁ। ବର୍ତ୍ତମାନ ସରକାରଙ୍କ କହୁଛନ୍ତି ଯେତେ ପର୍ଯ୍ୟନ୍ତ ଇଏ କାର୍ଯ୍ୟକାରୀ ନ ହେଇଛି ଜିନିଷଟା ଆଜି ଇନେଗୁରେସନ୍ କରାଗଲା ତ ୟା ପରେ ସରକାରଙ୍କର ପଦକ୍ଷେପ ରହିଛି ଯେଉଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ କରାଯାଉଥିଲା ବର୍ତ୍ତମାନ ସେଇଟା ଆପଣଙ୍କର ଆଧାର କାର୍ଡ ମାଧ୍ୟମରେ ଆଉ ରେସନ କାର୍ଡ ମାଧ୍ୟମରେ ଆପଣମାନେ ଟ୍ରିଟମେଣ୍ଟ ହେଇପାରିବେ। ନା ସରକାରଙ୍କର ନିର୍ଦ୍ଦେଶ ଯେ ଯେଉଁମାନେ ବଞ୍ଚିତ ରହିଯାଇଛନ୍ତି ସେମାନଙ୍କୁ ମଧ୍ୟ ଏ ବାବଦରେ ଏ ଯୋଜନାରେ ତାଙ୍କୁ ଇନଭଲ୍ଭ କରାଯିବ।